ଯେତେବେଳେ ଆମ ଜୀବନରେ କୌଣସି ଦୁଃଖ ଆସିଥାଏ, କଷ୍ଟ ଆସିଥାଏ, ସମସ୍ୟା ଆସିଥାଏ, ସେତେବେଳେ ଆମମାନଙ୍କ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସେହି ଦୁଃଖ କଷ୍ଟ ଆଉ ସମସ୍ୟା ଭିତରେ ସବୁବେଳେ ରହି ସେମାନେ ଭାଙ୍ଗି ପଡ଼ନ୍ତି। ସେମାନେ ଭାବନ୍ତି ଆମେ ଆଉ ଜୀବନରେ କିଛି ବି କରିପାରିବାନି। ଆମ ଜୀବନରେ ଯେମିତି ସବୁ ଦ୍ୱାର ବନ୍ଦ ହୋଇଯାଇଛି, ଯେମିତି ଆମ ପାଇଁ ଆଉ କୌଣସି ଦ୍ୱାର ଖୋଲା ନାହିଁ, କୌଣସି ବାଟ ଆମ ପାଇଁ ଆଉ ନାହିଁ। ଆମ ରାସ୍ତାରେ ଯେମିତି କଣ୍ଟା ବିଛାଇ ଦିଆଯାଇଛି, ସେମିତି ସେମାନଙ୍କୁ ଲାଗିଥାଏ। ଯଦି ଆପଣଙ୍କ ଜୀବନରେ ବି ସେମିତି ଆପଣଙ୍କୁ ଲାଗୁଛି ଯେ ଆପଣଙ୍କ ଜୀବନରେ ଅଧିକ ଦୁଃଖ, ଅଧିକ କଷ୍ଟ ଏବଂ ଅଧିକ ସମସ୍ୟା ରହିଛି, ତାହେଲେ ଏହି ଛୋଟ କଥାଟି ଆପଣ ଶୁଣି ନିଅନ୍ତୁ। ଜୀବନରେ ଦୁଃଖ, କଷ୍ଟ ଏବଂ ସମସ୍ୟା ଆସିବାଟା ଜୀବନର ଗୋଟିଏ ଅଗ୍ନି ପରୀକ୍ଷା ଭଳି ହୋଇଥାଏ। ଯଦି ଆପଣଙ୍କୁ ଲାଗୁଛି କି ଆପଣ ଜୀବନର ସବୁଠାରୁ ଅଧିକ ଅଗ୍ନି ପରୀକ୍ଷା ଦେଉଥାନ୍ତି, ଆପଣଙ୍କ ଜୀବନରେ ସବୁଠାରୁ ଅଧିକ ଅଗ୍ନି ପରୀକ୍ଷା ଆସୁଥାଏ, ତାହେଲେ ଗୋଟିଏ ଛୋଟ କଥା ଆପଣ ଶୁଣି ନିଅନ୍ତୁ। ଅଗ୍ନି ପରୀକ୍ଷା କୋଇଲାର ମଧ୍ୟ ହୋଇଥାଏ, ଅଗ୍ନି ପରୀକ୍ଷା ସୁନାର ମଧ୍ୟ ହୋଇଥାଏ। ସୁନାକୁ ମଧ୍ୟ ଅଗ୍ନିରେ ପକାଯାଇଥାଏ ଆଉ କୋଇଲାକୁ ମଧ୍ୟ ଅଗ୍ନିରେ ପକାଯାଇଥାଏ। କୋଇଲା କ'ଣ ବା ଅଗ୍ନି ପରୀକ୍ଷା ଦେଇପାରିବ? ଯେତେବେଳେ କୋଇଲା ଅଗ୍ନି ପାଖକୁ ଯାଇଥାଏ, ସେତେବେଳେ ଅଳ୍ପ ସମୟ ଭିତରେ କୋଇଲା ଜଳି ପାଉଁଶରେ ପରିଣତ ହୋଇଯାଇଥାଏ। କୋଇଲାର ଅଗ୍ନି ପରୀକ୍ଷା କେବଳ ଅଳ୍ପ ସମୟ ପାଇଁ ହୋଇଥାଏ, କାରଣ କୋଇଲାର ଧୈର୍ଯ୍ୟ କେବଳ ସେତିକି ହିଁ ହୋଇଥାଏ। ସେ କେବଳ ଅଳ୍ପ ସମୟରେ ଅଗ୍ନି ସଂଯୋଗରେ ଆସିଲା ମାତ୍ରେ ସିଏ ପାଉଁଶ ହୋଇଯାଇଥାଏ। କିନ୍ତୁ ଯେତେବେଳେ ସୁନାକୁ ଆମେ ଅଗ୍ନିରେ ପକାଇଥାନ୍ତି, ସୁନାକୁ ଆମେ ନିଆଁରେ ପକାଇଥାନ୍ତି, ସୁନା ଯେତେ ସମୟ ନିଆଁରେ ପଡ଼ି ରହେ, ଯେତେ ସମୟ ତା ସହିତ ଅଗ୍ନି ସଂଯୋଗ ହୋଇଥାଏ, ସୁନା ସେତେ ଅଧିକ ଚମକିଥାଏ। ଆଉ ପରିଶେଷରେ ସେହି ସୁନା ଗୋଟିଏ ସୁନ୍ଦର ଅଳଙ୍କାର ହୋଇ ଜଣେ ମଣିଷର ଦେହରେ ଶୋଭା ପାଇଥାଏ। ଯଦି ଆପଣଙ୍କ ଜୀବନରେ ବି ଅଗ୍ନି ପରୀକ୍ଷା ଆସୁଥାଏ, ଯଦି ଆପଣ ବି ଭାବୁଥାନ୍ତି ମୋ ଜୀବନରେ ସବୁଠାରୁ ଅଧିକ ଅଗ୍ନି ପରୀକ୍ଷା ଦେବା ପାଇଁ ମୋତେ ପଡ଼ୁଛି, ମୋ ଜୀବନରେ ସବୁଠାରୁ ଅଧିକ ଦୁଃଖ, ଅଧିକ କଷ୍ଟ, ଅଧିକ ସମସ୍ୟା, ଅଧିକ ଯନ୍ତ୍ରଣା ରହିଛି, ତାହେଲେ ଆପଣ ଏବେ ନିଜେ ସ୍ଥିର କରନ୍ତୁ, ଆପଣ କୋଇଲା ଭଳି ଅଗ୍ନି ପରୀକ୍ଷା ଦେବେ ନା ସୁନା ଭଳି ଅଗ୍ନି ପରୀକ୍ଷା ଦେବେ। କୋଇଲା ଭଳି ଆପଣ ଅଳ୍ପ ସମୟ ଅଗ୍ନି ପରୀକ୍ଷା ଦେଇ ପାଉଁଶ ହୋଇଯିବେ ନା ସୁନା ଭଳି ଆପଣ ଅଧିକରୁ ଅଧିକ ଅଗ୍ନି ଭିତରେ ରହି ଚମକି ଉଠିବେ। ଯଦି ଆପଣ କୋଇଲା ଭଳି ଅଗ୍ନି ପରୀକ୍ଷା ଦେବା ପାଇଁ ଚାହୁଁଥାନ୍ତି, ତାହେଲେ ଆପଣ ଏକଥା ବୁଝିନେବା ଉଚିତ ଯେ ଆପଣ ଅଳ୍ପ ଦୁଃଖ, ଅଳ୍ପ ସମସ୍ୟା ଏବଂ ଅଳ୍ପ ଯନ୍ତ୍ରଣାରେ ଭାଙ୍ଗି ପଡ଼ିଲେ ଆଉ ହାର ମାନିନେଲେ। ଯଦି ଆପଣ ସୁନା ଭଳି ଅଗ୍ନି ପରୀକ୍ଷା ଦେବା ପାଇଁ ଚାହୁଁଥାନ୍ତି, ତାହେଲେ ପରିଶେଷରେ ବିଜୟ ଆପଣଙ୍କର ହିଁ ହେବ। କାରଣ ମୁଁ ପୂର୍ବରୁ କହିଛି, ସୁନା ଯେତେ ସମୟ ଅଗ୍ନିରେ ପଡ଼ି ରହେ, ସେ ସେତେ ଅଧିକ ଚମକିଥାଏ। ଆଉ ଆପଣ ଜୀବନରେ ଯେତେ ସମସ୍ୟା ସହିତ ଲଢ଼ିବେ, ଯେତେ ଦୁଃଖ ସହିତ ଲଢ଼ିବେ, ଯେତେ ଆପଣଙ୍କ ଜୀବନରେ ଆସୁଥିବା ଯନ୍ତ୍ରଣା ସହିତ ଲଢ଼ିବେ, ଆପଣଙ୍କ ଜୀବନର ଭାଗ୍ୟ ସେତେ ଚମକି ଉଠିବ ଆଉ ସେତେ ଆପଣ ସଫଳତା ପାଇପାରିବେ। ଆପଣଙ୍କ ଜୀବନର ଖୁସିକୁ ଆପଣ ସେତେ ଅନୁଭବ କରିପାରିବେ। ଏବେ ଆପଣ ଭାବନ୍ତୁ, ଆପଣ କୋଇଲା ଭଳି ଅଳ୍ପ ଦୁଃଖ ଏବଂ ଅଳ୍ପ ଯନ୍ତ୍ରଣାରେ ଭାଙ୍ଗି ପଡ଼ି ହାର ମାନି ନେବେ ନା ସୁନା ଭଳି ଆପଣ ଅଧିକରୁ ଅଧିକ ଅଗ୍ନି ପରୀକ୍ଷା ଦେଇ ନିଜ ଜୀବନକୁ ଚମକାଇବେ ଆଉ ନିଜର ଭାଗ୍ୟକୁ ଚମକାଇବେ ଆଉ ନିଜ ଜୀବନରେ ସୁଖ ଏବଂ ଶାନ୍ତିକୁ ଫେରାଇ ଆଣିପାରିବେ। ଆପଣ କୋଇଲା ଭଳି ହେବେ ନା ସୁନା ଭଳି ହେବେ, ଏ କଥା ଭାବିବା ଆପଣଙ୍କର ଦାୟିତ୍ୱ। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିଥିବ। ଯଦି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ, ତାହେଲେ ଭିଡ଼ିଓକୁ ଆପଣ ଗୋଟେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ।